ମୁଁ ସର୍ବପ୍ରଥମେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହିସାବରେ ଆପଣଙ୍କୁ ପ୍ରଶ୍ନ କରୁଛି, ଆପଣ ଅନୁଭବ କରୁଛନ୍ତି ବିକାଶ କାମ ଚାଲିଛି? ଆପଣ ସର୍ବପ୍ରଥମେ ଅନୁଭବ କରନ୍ତୁ ଆଉ ଆପଣଙ୍କର ଚ୍ୟାନେଲ ମାଧ୍ୟମରେ ଲୋକଲୋଚନକୁ ଆଣନ୍ତୁ। ଦୀର୍ଘ 15 ବର୍ଷର ଶାସନ, ଦୀର୍ଘ 2 ବର୍ଷ ଶାସନ ଭିତରେ ଫରକ କ'ଣ ଅଛି? ତେଣୁ ବିକାଶ ଚାଲିଛି, ତାକୁ ଡିଣ୍ଡିମ ପିଟିବା, ତାକୁ ପ୍ରଚାର ପ୍ରସାର କରିବା ଏବଂ ମାନ୍ୟବର ବିଧାୟକ ବାର ବାର କହିବା ବିକାଶ ବିକାଶ। ତେଣୁ କିଛି ଲୋକ ନିଆଳିରେ ଅଛନ୍ତି ବିକାଶକୁ ସହିପାରୁନାହାନ୍ତି। ତେଣୁ ବିକାଶ ଆମ ପାଟିରୁ ଶୁଣିବାଟା ଠିକ୍ ନୁହେଁ। ତେଣୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଆପଣଙ୍କର କର୍ତ୍ତବ୍ୟ ଅଛି ପ୍ରତ୍ୟେକ ଜନସାଧାରଣଙ୍କ ପାଖକୁ ଯେଉଁ ବିକାଶଶୀଳ କାମ ନିଆଳି ମାଟିରେ ହେଉଛି, ଗମନାଗମନ ଠାରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଯାହା ଅଧୁରା କାମ ଥିଲା ତାକୁ ପୂରଣ କରୁଛନ୍ତି ମାନ୍ୟବର ବିଧାୟକ। ତେଣୁକରି ଆପଣ ଦେଖିବେ ଫୁଲନଖରା ଠାରୁ ନିଆଳି ମାଧବ ଯେଉଁ 4 ୱେ ରାସ୍ତା, ଆଜି ମୋର କିଛି ବିଜେଡି ବନ୍ଧୁ ମୁଁ ଦେଖିଲି ସୋସିଆଲ ମିଡ଼ିଆରେ ଆକ୍ଚୁଆଲି ସହ୍ୟ କରିପାରୁନାହାନ୍ତି। ସେମାନେ କହୁଛନ୍ତି ଏ 4 ଲାଇନ୍ ରାସ୍ତା ଆଗରୁ ହେଇଥିଲା, ବିଜୁ ଜନତା ଦଳ ଆକୁ ଆପ୍ରୁଭାଲ କରିଥିଲା। ମୁଁ ଦୟାକରି ଆପଣଙ୍କ ଚ୍ୟାନେଲ ମାଧ୍ୟମରେ କହିବି, ଯେଉଁ ବନ୍ଧୁମାନେ କହୁଛନ୍ତି କି 4 ଲାଇନ୍ ଆପ୍ରୁଭାଲ ହେଇଥିଲା, ଏଠି ମାନ୍ୟବର ବିଧାୟକଙ୍କର କିଛି ନାହିଁ। ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ମୁଖ୍ୟମନ୍ତ୍ରୀ 4 ଲାଇନ୍ କି ଆପ୍ରୁଭାଲ କରିଥିଲେ। ମୁଁ ଦୟାକରି ସେଇ ବନ୍ଧୁମାନଙ୍କୁ ଆପଣଙ୍କ ଜରିଆରେ କହିବି, ସେମାନେ ଯଦି ଆପ୍ରୁଭାଲର କୌଣସି ସଠିକ୍ ତଥ୍ୟ ତାଙ୍କ ପାଖରେ ଅଛି, ସେ ସଠିକ୍ ତଥ୍ୟ ଆପଣଙ୍କ ପାଖରେ ଉପସ୍ଥାପନ କରନ୍ତୁ। ସଠିକ୍ ତଥ୍ୟ ଉପସ୍ଥାପନ ନ କରି ଜଣେ କାମ କରୁଛି ଆଉ ଜଣେ ବାହା ନବା, ତୁମେ ଯଦି କାମ କରୁଥିଲ ବାହା ନଉଥିଲ ତାହେଲେ ତୁମକୁ ନିଆଳି ଜନସାଧାରଣ ପ୍ରତ୍ୟାଖ୍ୟାନ କ'ଣ ପାଇଁ କଲେ? ଯଦି ତୁମେ ଠିକ୍ କାମ କରୁଥିଲ, 4 ଲାଇନ୍ ରାସ୍ତା କରିଥିଲ, ନିଆଳିରେ ଅନେକ ଡେଭଲପମେଣ୍ଟ କାମ କରୁଥିଲ, ତୁମକୁ ନିଆଳି ଜନସାଧାରଣ ପ୍ରତ୍ୟାଖ୍ୟାନ କରିବାର ଆବଶ୍ୟକତା ନଥିଲା। ତୁମକୁ ଯଦି ପ୍ରତ୍ୟାଖ୍ୟାନ କରିସାରିଲା ପରେ ଆଗକୁ ପଞ୍ଚାୟତ ନିର୍ବାଚନ ଅଛି, ଆପଣ କହୁଛନ୍ତି 4 ଲାଇନ୍ ରାସ୍ତା ଆମେ କରିଥିଲୁ। ଯଦି 4 ଲାଇନ୍ ରାସ୍ତା ଆପଣ କରିଥିଲେ, ଆସନ୍ତୁ ତଥ୍ୟ ଧରି ବସିବା। ଆପଣମାନଙ୍କ ଜରିଆରେ ନିଆଳି ଗୋଟେ ପ୍ରେସ୍ କନଫରେନ୍ସ ହେବ, ପ୍ରେସ୍ କନଫରେନ୍ସ ବସିବା, ଆପଣଙ୍କ ତଥ୍ୟ ଆପଣ ଦେଖେଇବେ, ଆମ ତଥ୍ୟ ଆମେ ଦେଖେଇବୁ। ମାନ୍ୟବର ବିଧାୟକ ଏ 4 ଲାଇନ୍ ରାସ୍ତା ପାଇଁ କେତେଥର ସେକ୍ରେଟାରୀ ଯାଇଛନ୍ତି, କେତେଥର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି, କେତେଥର ସରକାରୀ ଦପ୍ତରକୁ ଯାଇଛନ୍ତି, କେତେଥର ଲେଖା ଦେଇଛନ୍ତି, କେତେଟା ଚିଠି ଦିଆଯାଇଛି ମାନ୍ୟବର ବିଧାୟକଙ୍କ ଲେଟର ପ୍ୟାଡ୍ ଅଫିସିଆଲି ଚିଠି, ଲେଟର ନମ୍ବର ପଡ଼ି ଚିଠି ଆମ ପାଖରେ ଅଛି। ମାନ୍ୟବର ବିଧାୟକ ଯେବେ ନିର୍ବାଚିତ ହେଲେ ପ୍ରଥମ ଦିନର ତାଙ୍କ ସ୍ୱପ୍ନ ଥିଲା 2ଟି ଜିନିଷ, ଗୋଟିଏ ହେଉଛି ପ୍ରାଚୀର ଉନ୍ନତିକରଣ, ଗୋଟିଏ ହେଉଛି ନିଆଳି ନଖରା ମାଧବର 4 ଲାଇନ୍। ପ୍ରଥମ ଦିନର ବିଧାୟକ ଜିତିବାର ଦ୍ୱିତୀୟ ଦିନର ଚିଠି ଆମେ ଦେଖେଇଦେବୁ, ଆମ ପାଖରେ ଅଛି। ମାନ୍ୟବରଙ୍କ ଲେଟର ପ୍ୟାଡ୍ ଅଫିସିଆଲି ଲେଟର ପ୍ୟାଡ୍ରେ ଯାଇଛି ଓଡ଼ିଶା ଗଭର୍ଣ୍ଣମେଣ୍ଟକୁ କି ସର୍ବପ୍ରଥମେ ପ୍ରାଚୀର ଡେଭଲପମେଣ୍ଟ କରାଯାଉ, ନିଆଳି ମାଧବ ଫୁଲନଖରା ରାସ୍ତାକୁ ପ୍ରଶସ୍ତୀକରଣ 4 ଲାଇନ୍ କରାଯାଉ। ଏ ତଥ୍ୟ ଆମ ପାଖରେ ଅଛି। ଯେଉଁ ବନ୍ଧୁମାନେ ଆଜି କହୁଛନ୍ତି ମୁଁ ଦେଖିଲି, ଦେଖନ୍ତୁ ମୁଁ ଟିକେ ଆଉ ମିଡ଼ିଆକୁ ଆସିବା ପାଇଁ ଚାହୁଁନି, କାରଣ ଏମିତି ଶତ୍ରୁ ମାଡ଼ିଗଲେଣି ଯେଉଁମାନେ କି ଦେଖିଲେ ବିକଶିତ କାମ ହେଉଛି, ବିକାଶଶୀଳ କାମ ହେଉଛି, ନିଆଳି ଡେଭଲପମେଣ୍ଟ ହେଇଯାଉଛି, କିଛି ବନ୍ଧୁମାନଙ୍କୁ ମାନେ ଦୁଃଖ ପ୍ରକାଶ କରୁଛନ୍ତି। କାହିଁକି? ଯେଉଁ ବିଗତ ଦିନରେ ସେମାନେ ଯେଉଁ ଅରାଜକତା କରିଥିଲେ, ବିଗତ ଦିନରେ ସେମାନେ ଯେଉଁ ଫଲ୍ସ ବିଲ୍ କରିଥିଲେ। ମୁଁ ଆଉ ଗୋଟେ ଜିନିଷ ଦେଖିଲି, ଆଉ ଜଣେ ବନ୍ଧୁ ସୋସିଆଲ ମିଡ଼ିଆରେ କହିଲେ ନିଆଳି ମେଡିକାଲ ସାମ୍ନାରେ ଯେଉଁ ଆମ ନିଆଳି ଲେଖା ହେଇଛି ସେଟା ପାର୍କ ନୁହେଁ। ପାର୍କ କାହାକୁ କୁହାଯାଏ ବନ୍ଧୁ ଜାଣିଛନ୍ତି? କେବଳ ଯେ ଗଛ ଲତା ଲଗେଇଦେଲେ, ଘାସ ଗଛ ଲଗେଇଦେଲେ, ଫୁଲ ଗଛ ଲଗେଇଲେ ତାକୁ ପାର୍କ କୁହାଯାଏନି। ସର୍ବପ୍ରଥମେ ପାର୍କ କାହାକୁ କୁହାଯାଏ ସେମାନେ ଦେଖନ୍ତୁ। ଆଉ ଯେଉଁ 2ଟି ଫଳକ ଲାଗିଛି, ସେମାନେ କହୁଥିଲେ 2ଟି ଫଳକ ଲାଗିଛି, ଫଲ୍ସ ବିଲ୍ ହେଇଛି, ତଥ୍ୟ ମାଗନ୍ତୁ। ତଥ୍ୟ ସାମ୍ନାକୁ ଆସିବ, ଆର୍ଟିଆଇ ମାଗନ୍ତୁ, ସେ ପଇସାଟା କୁଆଡ଼େ ଯାଇଛି, ବାଟମାରଣା କ'ଣ ହେଇଛି କି କ'ଣ ହେଇଛି। ନିର୍ଦ୍ଦିଷ୍ଟ ଭାବରେ କହୁଛନ୍ତି ମାନ୍ୟବର ବିଧାୟକ ଫଳକ ଲାଗିଛି, ଏଠି ଫଲ୍ସ ବିଲ୍ କରାହେଇଛି। ଆର୍ଟିଆଇ ଅଛି, ଗଣତନ୍ତ୍ରରେ ସାମ୍ବିଧାନିକ ଅଧିକାର ସମସ୍ତଙ୍କର ଅଛି। ଯେଉଁଠି ଅରାଜକତା, ଦୁର୍ନୀତି, ଅନୀତି ହେବ ତାକୁ ଲୋକଲୋଚନକୁ ଆଣିବା, ଜନସାଧାରଣଙ୍କ ପାଖରେ ଉପସ୍ଥାପନ କରିବା ପ୍ରତ୍ୟେକ ସଚେତନ ନାଗରିକର କର୍ତ୍ତବ୍ୟ। ତେଣୁ ସଚେତନ ନାଗରିକ ହିସାବରେ କର୍ତ୍ତବ୍ୟକୁ ସମ୍ପାଦନ କରିସାରିଲା ପରେ ଉପଯୁକ୍ତ ତଥ୍ୟ, ଉପଯୁକ୍ତ ପ୍ରମାଣ ପାଖରେ ପାଇସାରିଲା ପରେ ଅନ୍ୟ ଜଣକୁ ଆଙ୍ଗୁଠି ଦେଖାଇବାର ଆବଶ୍ୟକତା ଅଛି। ତାର କାରଣ ହେଉଛି, ଯଦି ଆପଣ ଏ ଗୋଟିଏ ଆଙ୍ଗୁଠିକୁ ଜଣକୁ ଦେଖେଇବେ ତାହେଲେ 3ଟା ଆଙ୍ଗୁଠି ଆପଣ ପଟକୁ ଆସୁଛି। 3ଟା ଆଙ୍ଗୁଠି ଆପଣ ପଟକୁ ଆସୁଛି ମାନେ ଆପଣ ଜଣକୁ ଦେଖାଉଛନ୍ତି ଆଙ୍ଗୁଠି, ଆପଣଙ୍କୁ ନିର୍ଦ୍ଦେଶ କରୁଛି 3ଟା ଆଙ୍ଗୁଠି। କାରଣ ତିନି ଥର 15 ବର୍ଷ ଭିତରେ ନିଆଳି ନିର୍ବାଚନ ମଣ୍ଡଳୀ ଭିତରେ କ'ଣ ଦୁର୍ନୀତି ଅନୀତି କରିଛନ୍ତି ଆପଣ ଜାଣିଛନ୍ତି। ଆଉ ଆପଣ ଯାହା ପାଇଁ ଓକିଲାତି କରୁଛନ୍ତି, ଯେଉଁ ପଞ୍ଚାୟତ କଥା କହୁଛନ୍ତି, ସେ ପଞ୍ଚାୟତର ଆର୍ଟିଆଇ ତଥ୍ୟ 2014 ମସିହାରେ ମୋର ଅଛି। ଏରଞ୍ଚ ପଞ୍ଚାୟତର 1 କୋଟି ଟଙ୍କା ରାସ୍ତା ନ କରାଯାଇ ଦୁର୍ନୀତି ହେଇଛି, ସେ ତଥ୍ୟ ମୋ ପାଖରେ ଅଛି। ଯେଉଁ ବ୍ୟକ୍ତି ବିଶେଷ ମାନେ ନିଆଳିରେ ରଡ଼ି ଛାଡ଼ୁଛନ୍ତି, ଆବାଜ କରୁଛନ୍ତି, ଗର୍ଜନ କରୁଛନ୍ତି, ଲୋକଲୋଚନକୁ ତଥ୍ୟ ଦିଅନ୍ତୁ। ତଥ୍ୟ ନ ଦେଇ ବିନା ତଥ୍ୟରେ ବିଧାୟକ ଏଠି ଦୁର୍ନୀତି କରିଦେଲେ, ଏଠି ପାର୍କ ଲେଖା ହେଇଛି, ଫଳକ ଲେଖା ହେଇଛି, କାମ ହେଇନି,
आरटीआई रिपोर्ट मागुनाहांती मेडिकल सामने पूरा बजार ऊपर थुआ होइछि आम नियाली लिखा जाइछि जो आम नियाली लिखा जाइछि राति जो आलोकीकरण हो जाउछि आपण नियाली तो जनसाधारण मानक पचारुनाहांती एटा ठीक काम होइछि ना भूल काम होइछि जो अलिया आवर्जना भाव में मेडिकल सामनाटा थिला उठा दोकानी मानक ठारू आरंभ करी जो अलिया आवर्जना थिला स्वास्थ्य केन्द्र पाखरे आज जो परिष्कार परिच्छन्न होइछि मु भाबुछि से जिनसटा ताको देहक बोधे जाउनी खाली कथा कहिदेले आज्ञा हबनी आमर जो नेता माननीय विधायक छवि मल्लिक मध्य से काम विश्वास करते कथार विश्वास करते तेणुकर से जो काम कर जो कर्म कर निर्वाचन मंडल की विकसित नियाली गठन करने से जो आप्राण परिश्रम कर चेष्टा करुक नाटा काम कहूँ तांको नाटा सेमती किसी डेजिनेशन ना सेमती किसी गोटे आरिस्टोकार्ड फैमिली विधायक भी नुहंती कि तांको नाटा को निर्वाचन मंडली लोक माने प्रशंसा करेंगे तेणु जो काम करुँच निर्वाचन मंडली काम ही कथा कहूँ काम ही प्रत्येक जनसाधारण मन में प्रत्येक व्यक्ति विशेष हृदय पशि जाइए जो जगह को जी समस्त हृदय स्पंदन पलटि जाइए आज माननीय विधायक छवि मल्लिक कारण जो विकसित नियाली गठन करने से जो धीरे धीरे जो प्रक्रिया आरंभ कर सोपान वाइज जो काम करूँ आज नियाली प्रत्येक जनसाधारण प्रशंसा कर प्रकृत पक्ष आम नियालीवासी हिसाब से जदि प्रकृत में प्रशंसार पात्र आज नियाली निर्वाचन मंडल में किए होती माननीय विधायक श्रीजुत छवि मल्लिक महोदय आप दोपटी मिलन कथा कहतु आपण कुंडीमो ब्रिज कथा कहतु एवं दोपटी मिलन जगन्नाथ महोत्सव कथा कहतु नियाली फोर लाइन रास्तार प्रशस्तीकरण कथा कहतु जो इंटरनाल रास्ता सब अच्छी सब 17 फुट कर प्रशस्तीकरण कथा कहतु आपण प्राचीर डेभलपमेंट कथा कहतु नियाली आलोकीकरण व्यवस्था कथा कहतु अष्ट शंभुकर कथा कहतु अरकटा मंदिर कुतामचंडी डेभलपमेंट कथा कहतु आपण त्रिलोचनेश्वर ठारू बालुकेश्वर ठारू आरंभ कर गोपाल जी डेभलपमेंट कथा कहतु जहाँ जहाँ पदक्षेप नहीं ये एक अखिदृष्टिया पदक्षेप ये सब काम विगत दिन हमार आवश्यकता थिला ये आवश्यकता मुताबक जनसाधारण जो अधिकार अच्छी ये अधिकार किपरि भाव में जनसाधारण प्रकृत पाखे पाइपर जो जगह काम कर आवश्यकता अच्छी माननीय विधायक से कम को सब माने सुढंग कर चली अनेक लोक कहे कहवाटा आज्ञा क्या पार्टी आप माने पार्टी हाथ दे पारे ना लोक कहे किंतु साधारण लोक अनुभव करुँच विगत दिन काम आ 2 वर्ष भर काम भर अंतरपातर कौन अच्छी आगामी दिन नियाली कौन हवा जाऊँगी आपण ही निश्चित रूप जान।